ପିଲାବେଳେ କେତେ ପ୍ରକାର ମନ୍ତ୍ର ଉଚ୍ଚାରଣ ସହ ପୂଜା ପ୍ରାର୍ଥନା ଧ୍ୟାନ ଆଦି କରୁଥିଲୁ। ଆଉ ଏବେର ଏ ବ୍ୟସ୍ତବହୁଳ ପୁଲିସ ଜୀବନରେ ସେସବୁ କରିପାରୁନି ବୋଲି ବାପା ମା ଭାରି ମନ ଦୁଃଖ କରନ୍ତି। ଏଥର ଘରକୁ ଯାଇଥିବା ବେଳେ ମାର ମଉସାଙ୍କ ଦେହାନ୍ତ ଯୋଗୁ ବାପା ଆଉ ମା ପାଳୁଥିଲେ ମୂର୍ତ୍ତିକିଆ। ଆଉ ଠାକୁରଙ୍କ ସେବା କରିବା ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଥିଲା। କାହିଁକି ନା ଶୁଭ ଏଥର ଗାଁକୁ ଆସିନାହାନ୍ତି। ଆମ ବାଡ଼ିର ନାନା ସୁବାସିତ ପୁଷ୍ପରେ ପ୍ରଭୁଙ୍କୁ ସଜେଇ ଦେଲା ବେଳେ ମନେ ପଡ଼ିଯାଉଥାଏ ପିଲାବେଳ କଥା। ସମୟର ଅଭାବ ସେତେବେଳେ ମଧ୍ୟ ଥିଲା। ସ୍କୁଲ ଯା, ଟ୍ୟୁସନ ଯା, ହୋମୱାର୍କ କର, ଆହୁରି କେତେ କ'ଣ। ହେଲେ ସେତେବେଳର ସରଳ ନିଷ୍କପଟ କମ୍ ଅଭିଜ୍ଞ ଥିବା ମନ କେବେ ଭୁଲୁ ନଥିଲା ସୃଷ୍ଟିକର୍ତ୍ତାଙ୍କ ଜୟଗାନ କରିବାକୁ ପ୍ରତିଦିନ। ଏବେ ଜଞ୍ଜାଳ ବଢ଼ିଛି ତ ସତ, ହେଲେ ସେଇ କୃତ୍ରିମ ଜଞ୍ଜାଳର ଦ୍ୱାହି ଦେଇ ମନୁଷ୍ୟ ଭାବରେ ନିଜର ଆଧ୍ୟାତ୍ମିକ କର୍ତ୍ତବ୍ୟ ଠାରୁ ଦୂରେଇ ଯାଉନି ତ।